Srimad Bhagavad Gita, chapter 3, verse 21. Jajjadacharati shreshtastat devattaroho jana sajat pramanam kuruti lokastadadanurvartati. Jajjadacharati shreshtastat devattaroho jana sajat pramanam kuruti ଲୋକସ୍ତଦନୁବର୍ତ୍ତତେ। ଅର୍ଥାତ୍ ଜଣେ ବିଶିଷ୍ଟ ବ୍ୟକ୍ତି ଯାହା କରନ୍ତି ସାଧାରଣ ଲୋକମାନେ ତାହା ଅନୁସରଣ କରନ୍ତି। ସେ ତାଙ୍କର ନିଜର ଆଚରଣ ଦ୍ୱାରା ଯେଉଁ ପ୍ରକାର କାର୍ଯ୍ୟ କରି ଯାଆନ୍ତି ବା କାର୍ଯ୍ୟର ଯେଉଁମାନ ନିର୍ଦ୍ଧାରଣ କରନ୍ତି ସମଗ୍ର ପୃଥିବୀ ତାହା ଅନୁସରଣ କରେ। ଯଜ୍ଜଚରତି ଶ୍ରେଷ୍ଠସ୍ଥ ତତ୍ତଦେବତରୋ ଜନ ସୟତ ପରମ୍ପରା ସଜତ ପ୍ରମାଣଂ କୁରୁତେ ଲୋକସଦନୁବର୍ତ୍ତତେ। যজ্জদাচরতি শ্রেষ্ঠস্তম দেবত্তরোহ জনম সযৎ প্রমাণং কুরুতে লোকস্তদনুবর্ତ୍ତতে। ଭାବାର୍ଥ, ଜନସାଧାରଣ ସର୍ବଦା ଏକ ନେତା ଦରକାର କରନ୍ତି ଯେ କି ତାଙ୍କର ଆଚରଣ ଦ୍ୱାରା ସେମାନଙ୍କୁ ଶିକ୍ଷା ଦେଇପାରିବ। ଯଦି ନେତା ନିଜେ ଧୂମପାନ କରୁଥାନ୍ତି ତାହେଲେ ସେ ଜନସାଧାରଣଙ୍କୁ କଦାପି ଧୂମପାନରୁ ବିରତ କରିପାରିବେ ନାହିଁ। ଶ୍ରୀ ଚୈତନ୍ୟ ମହାପ୍ରଭୁ କହିଛନ୍ତି ଯେ ଶିକ୍ଷକ ଶିକ୍ଷା ଦେବା ପୂର୍ବରୁ ନିଜେ ସଦାଚାରୀ ହେବା ଉଚିତ। ଯେ ଏହି ପ୍ରକାର ଅର୍ଥାତ୍ ନିଜ ଆଚରଣ ଦ୍ୱାରା ଶିକ୍ଷା ଦିଅନ୍ତି ତାହାଙ୍କୁ ଆଚାର୍ଯ୍ୟ ବା ଆଦର୍ଶ ଶିକ୍ଷକ କୁହାଯାଏ। ତେଣୁ ଶିକ୍ଷକ ଶାସ୍ତ୍ରବିଧି ଅନୁସରଣ କରିବା ଉଚିତ, ତାହେଲେ ସେ ଜନସାଧାରଣଙ୍କୁ ଶିକ୍ଷା ଦେଇପାରିବେ। ପ୍ରାମାଣିକ ଗ୍ରନ୍ଥ ବା ଶାସ୍ତ୍ରମାନଙ୍କରେ ଯେଉଁ ନୀତି ବୟାନ କରାଯାଇଛି ସେଗୁଡ଼ିକୁ ଶିକ୍ଷକ କଦାପି ପରିବର୍ତ୍ତନ କରି ନୂତନ ନୀତି ପ୍ରଣୟନ କରିପାରିବେ ନାହିଁ। ମନୁସଂହିତା ପରି ଗ୍ରନ୍ଥମାନ ମାନବ ସମାଜ ନିମିତ୍ତ ଉଦ୍ଦିଷ୍ଟ। ଏଗୁଡ଼ିକରେ ମାନବମାନଙ୍କର ଆଚରଣୀୟ ନୀତି ବା ନିୟମମାନ ଦିଆଯାଇଅଛି। ତେଣୁ ଆଚାର୍ଯ୍ୟମାନେ ଯାହା ଅନୁସରଣ କରିଯାଇଛନ୍ତି ତାହା ହିଁ ନେତାମାନେ ଅନୁସରଣ କରିବା ଉଚିତ। ଅର୍ଥାତ୍ ନେତାମାନଙ୍କର ଶିକ୍ଷା ସେହି ନୀତିମାନଙ୍କ ଉପରେ ଆଧାରିତ ହେବା ଉଚିତ। ଶ୍ରୀମଦ୍ ଭାଗବତମରେ ମଧ୍ୟ ଏ କଥା କୁହାଯାଇଛି ଯେ ବ୍ୟକ୍ତି ବିଶିଷ୍ଟ ଭକ୍ତମାନଙ୍କର ପଦାଙ୍କ ଅନୁସରଣ କରିବା ଉଚିତ ଏବଂ ଦିବ୍ୟାନୁଭୂତି ଲାଭ ମାର୍ଗରେ ଅଗ୍ରଗତି କରିବା ନିମିତ୍ତ ଏହା ହେଉଛି ପ୍ରକୃଷ୍ଟ ପନ୍ଥା। ରାଜା କିମ୍ବା ରାଜ୍ୟର ଶାସନ ମୁଖ୍ୟ, ପିତା ଏବଂ ସ୍କୁଲ ଶିକ୍ଷକ ଏମାନେ ସରଳ ଜନସାଧାରଣଙ୍କର ସାଧାରଣତଃ ନେତା ଅଟନ୍ତି। ଏହି ସ୍ୱାଭାବିକ ନେତାମାନଙ୍କର ଏକ ବିରାଟ ଦାୟିତ୍ୱ ଅଛି, କାରଣ ଏମାନଙ୍କ ଉପରେ ରାଜ୍ୟର ଲୋକମାନେ ନିର୍ଭର କରନ୍ତି। ଏମାନଙ୍କ ଉପରେ ଯେଉଁମାନେ ନିର୍ଭରଶୀଳ ସେମାନଙ୍କର ନୈତିକ ତଥା ଆଧ୍ୟାତ୍ମିକ ଉନ୍ନତି ଏହି ନେତାମାନଙ୍କ ଉପରେ ନିର୍ଭର କରେ। ତେଣୁ ଏ ନେତାମାନେ ପ୍ରାମାଣିକ ଗ୍ରନ୍ଥ, ନୀତିଶାସ୍ତ୍ର ଏବଂ ସେଥିରେ ଦିଆଯାଇଥିବା ଧର୍ମନୀତିମାନ ଭଲ ରକମରେ ଜାଣିବା ଉଚିତ। ଯଜ୍ଜଦାଚରତି ଶ୍ରେଷ୍ଠସ୍ତ ଦେବତ୍ତରୋ ଜନଃ ସଯତ୍ ପ୍ରମାଣଂ କୁରୁତେ ଲୋକସ୍ତଦନୁବର୍ତ୍ତତେ।
ହରେ କୃଷ୍ଣ।